ସମସ୍ତଙ୍କୁ ମାଣବସା ଗୁରୁବାର ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଆଜି ମାତା ଲକ୍ଷ୍ମୀଙ୍କୁ ମନେ ପକାଇ ଆରମ୍ଭ କରିବା ଆଜିର ଅନୁଚିନ୍ତା। ତାହେଲେ ଚାଲନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଦେବତାକୁ ନିନ୍ଦା କଲେ ବଲ ନ୍ୟାସ ହୁଏ, ବ୍ରାହ୍ମଣଙ୍କୁ ନିନ୍ଦା କଲେ କୁଲ କ୍ଷୟ ହୁଏ, ଭାଗବତକୁ ନିନ୍ଦା କଲେ ପ୍ରାଣୀ ନର୍କରେ ପଡ଼େ, ମାଙ୍କୁ ନିନ୍ଦା କଲେ ଜନ୍ମ ଜନ୍ମ ଧରି ରୋଗୀ ହୁଏ, ପିତାଙ୍କୁ ନିନ୍ଦା କଲେ ସର୍ପ ମୁଖରେ ପ୍ରାଣ ଯାଏ, ଗୁରୁଙ୍କୁ ନିନ୍ଦା କଲେ ବିଦ୍ୟା ନାଶ ହୁଏ, ଶାସ୍ତ୍ରକୁ ନିନ୍ଦା କଲେ ଚକ୍ଷୁହୀନ ହୁଏ, ଜପକୁ ନିନ୍ଦା କଲେ ବ୍ୟକ୍ତିର ଭାଗ୍ୟ ଖରାପ ହୁଏ। ଏବେ ଶୁଣିବା ପୂଜା କରିବା ବେଳେ ତିନିଟି ତାଲିର ଅର୍ଥ କ'ଣ? ଆମେ କାହିଁକି ତିନୋଟି ତାଲି ପିଟିଥାଉ? ପ୍ରଥମ ତାଲି ହେଉଛି ଭଗବାନ ଶିବଙ୍କୁ ଉପସ୍ଥିତକୁ ସ୍ୱୀକାର କରିବା ପାଇଁ। ଦ୍ୱିତୀୟ ତାଲି ହେଉଛି ଏକ ପ୍ରାର୍ଥନା କରିବା ପାଇଁ, ପ୍ରଭୁ ଆମେ ଯଦି କିଛି ନ ମାଗିବୁ ତଥାପି ଆମ ଉପରେ ଦୟା କରନ୍ତୁ। ତୃତୀୟ ତାଲି ଭଗବାନଙ୍କ ଚରଣରେ ସ୍ଥାନ ମୋକ୍ଷ ଲାଭ ପାଇବା ପାଇଁ। କୁହାଯାଏ ସ୍ୱୟଂ ରାବଣ ଏହି ତିନିଟି ତାଲି ବଜାଇ ମହାଦେବଙ୍କଠାରୁ ମହାଜ୍ଞାନ ଲାଭ ଅର୍ଜନ କରିଥିଲା। ଏସବୁ ଅଭ୍ୟାସ ମଣିଷର ସମସ୍ତ ଦୋଷକୁ ନଷ୍ଟ କରିଦିଏ। ଚାଲନ୍ତୁ ଜାଣିବା। କୁକୁରକୁ ଖାଇବାକୁ ଦେବା, ସବୁବେଳେ ଦୁର୍ଘଟଣାରୁ ରୋକିବା। ପକ୍ଷୀମାନଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତି କେବେ ବି ଦାରିଦ୍ର୍ୟର ସମ୍ମୁଖୀନ ହୁଅନ୍ତି ନାହିଁ। ମାଛକୁ ଖାଇବାକୁ ଦେଉଥିବା ବ୍ୟକ୍ତି ଘରେ ଅସୁବିଧାକୁ ରୋକିଥାଏ। ଗାଈକୁ ଖାଇବାକୁ ଦେବା ବ୍ୟକ୍ତି ସର୍ବଦା ସନ୍ତୁଷ୍ଟ ଏବଂ ଖୁସି ରହେ। ଏବେ ଶୁଣିବା ପାଣି ପିଇବାର ନିୟମ। ଦିନକୁ 4ରୁ 5 ଲିଟର ପାଣି ପିଇବା ଉଚିତ। ପାଣିକୁ ସର୍ବଦା କମ୍ କମ୍ ଏବଂ ଧୀରେ ଧୀରେ ପିଇବା ଉଚିତ। ସକାଳୁ ଆଉ ରାତିରେ ପାଣିକୁ ଅଳ୍ପ ଗରମ କରି ପିଇଲେ ରୋଗ ପାଖ ମାଡ଼ି ନଥାଏ। ରାତ୍ରିରେ ନିଦ ଭାଙ୍ଗିଲେ କମ୍ ପାଣି ପିଇବା ଉଚିତ। ସକାଳୁ ମିଶ୍ରି ପାଣି ପିଇଲେ ପିତ୍ତ ନାଶ ହୋଇଥାଏ ଏବଂ ପେଟ ବ୍ୟଥା ମଧ୍ୟ ଥଣ୍ଡା ରଖିଥାଏ। ଏବେ ଜାଣିବା ପ୍ରତିଦିନ କ'ଣ କରିବା ଉଚିତ। ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା, ପିତା ମାତା ଗୁରୁ ସୂର୍ଯ୍ୟଙ୍କୁ ପ୍ରଣାମ କରିବା, ଶୀଘ୍ର ଶୋଇ ଶୀଘ୍ର ଉଠିବା, ନାରୀ ବା କୁମାରୀମାନଙ୍କର ପାଦକୁ ଚାହିଁ କଥା ହେବା, ଦେବତାଙ୍କ ପାଦକୁ ଚାହିଁ ପ୍ରାର୍ଥନା କରିବା, ଅନ୍ତର ସହିତ ଭକ୍ତି କରିବା, ଠିକ୍ ସମୟରେ ସେବା ଓ ଦାନ ଓ ପ୍ରାର୍ଥନା କରିବା, ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା, ପାପ କାମକୁ ଘୃଣା କରିବା, ସତ୍ୟ ନ୍ୟାୟ ପଥରେ ରହିବା, ଅନ୍ୟକୁ ଭଲ ପାଇବା, ଗୁରୁଜନଙ୍କୁ ଜବାବ ନ ଦେବା। ତାପରେ ଜାଣିବା କେଉଁ ଦେବତା ସକଳ ଶକ୍ତିର ଅଧିକାରୀ। ଗଣେଶ ସଫଳତା ଶକ୍ତିର ଅଧିକାରୀ, ନୃସିଂହ ପରାକ୍ରମ ଶକ୍ତିର ଅଧିକାରୀ, ବିଷ୍ଣୁ ଭଗବାନ ପାଳନ ଶକ୍ତିର ଅଧିକାରୀ, ଶିବ ଭଗବାନ କଲ୍ୟାଣ ସଂହାର ଶକ୍ତିର ଅଧିକାରୀ, କୃଷ୍ଣ ଭଗବାନ ଯୋଗ ଶକ୍ତିର ଅଧିକାରୀ, ରାଧା ପ୍ରେମ ଶକ୍ତିର ଅଧିକାରୀ, ଲକ୍ଷ୍ମୀ ଧନ ଶକ୍ତିର ଅଧିକାରୀ, ଅଗ୍ନି ତେଜ ଶକ୍ତିର ଅଧିକାରୀ, ଇନ୍ଦ୍ର ରକ୍ଷା ଶକ୍ତିର ଅଧିକାରୀ, ସରସ୍ୱତୀ ବୁଦ୍ଧି ବିଦ୍ୟା ଶକ୍ତିର ଅଧିକାରୀ, ଦୁର୍ଗା ଦମନ ଶକ୍ତିର ଅଧିକାରୀ, ହନୁମାନ ନିଷ୍ଠା ଶକ୍ତିର ଅଧିକାରୀ। ଏବେ ଜାଣିବା ଘରେ ବିପତ୍ତି ଆସିବାର କାରଣ। ବନ୍ଦ ଘଡ଼ି ଘରେ ରଖିବା, ଅଳିଆ ଆବର୍ଜନା ଏକାଠି କରି ରଖିବା, ଛିଣ୍ଡା ଲୁଗା ଜୋତା ଚପଲ ଇଲେକ୍ଟ୍ରିକାଲ ଉପକରଣଗୁଡ଼ିକୁ ସାଇତି ରଖିବା, ଟ୍ୟାପରୁ ସବୁବେଳେ ପାଣି ପଡ଼ିବା, ଈଶାନ କୋଣରେ ଓଜନିଆ ବସ୍ତୁ ରଖିବା, ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା, ଘର ଝାଡ଼ୁ କରିବା, ପୂର୍ବରୁ ବ୍ୟବହୃତ ଦୀପକୁ ସଫା ନ କରି ଆଉ ଥରେ ସେଥିରେ ଠାକୁରଙ୍କୁ ଦୀପ ଲଗାଇ ଜଳାଇବା। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା
ତାହେଲେ ସବସ୍କ୍ରାଇବ୍ କରନ୍ତୁ। ତାହେଲେ ରହୁଛି। ଜୟ ମାତା କି।